Hi friends, welcome you to our YouTube channel. So we will discuss some important questions that are often coming in semester examination. This video is completely in Odia language and English as well. In this content, we will discuss the classroom organization, that is in Odia it is known as Shreni Gruha Sangatana. Classroom management, role of management, what is the role of a teacher? Teacher as a leader, research in education. ଓଡ଼ିଆରେ କହିବା ପାଇଁ ଗଲେ ଏଇଟା ହେଉଛି ଶ୍ରେଣୀଗୃହ ସଂଗଠନ, କ୍ଲାସରୁମ୍ରେ ଶିକ୍ଷକଙ୍କର ଭୂମିକା, ଶିକ୍ଷକ ଜଣେ ଲିଡର ହିସାବରେ ଶିକ୍ଷା କ୍ଷେତ୍ରରେ ଗବେଷଣା. So we will discuss here some important questions that are coming in the semester examinations from classroom organization. That is, what is classroom management? ଶ୍ରେଣୀଗୃହ ପରିଚାଳନା କ'ଣ? Why classroom management? ଶ୍ରେଣୀଗୃହ ପରିଚାଳନା କାହିଁକି ଆବଶ୍ୟକ? Strategy for classroom management. ଶ୍ରେଣୀଗୃହ ପରିଚାଳନା ପାଇଁ ରଣନୀତି କ'ଣ ସବୁ ରହିଛି? What is meaning of classroom management? ଶ୍ରେଣୀଗୃହ ସଂଗଠନର ଅର୍ଥ କ'ଣ? Why classroom organization is important? ଶ୍ରେଣୀଗୃହ ସଂଗଠନ କାହିଁକି ଗୁରୁତ୍ୱପୂର୍ଣ୍ଣ? How does classroom organization affect learning? ଶ୍ରେଣୀଗୃହ ସଂଗଠନ ଶିକ୍ଷାକୁ କିପରି ପ୍ରଭାବ କରେ? What are classroom strategies? ଶ୍ରେଣୀଗୃହ ରଣନୀତି କ'ଣ ସବୁ ରହିଛି? What is an effective classroom? ଏକ ପ୍ରଭାବଶାଳୀ ଶ୍ରେଣୀଗୃହ କିପରି ଗଠନ କରିପାରିବା? What are the classroom organization and its management? ଶ୍ରେଣୀଗୃହ ସଂଗଠନ ଏବଂ ଏହାର ପରିଚାଳନା କେମିତି କ'ଣ କରାଯାଏ? 3 characteristics of effective teaching. ପ୍ରଭାବଶାଳୀ ଶିକ୍ଷାଦାନର 3ଟି ଗୁଣ ବିଷୟରେ ଆମେ ଦେଖିବା. ଏସବୁ ହେଉଛି କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ କ୍ଲାସରୁମ୍ ଅର୍ଗାନାଇଜେସନ୍ ସବଜେକ୍ଟରେ ଆସେ. ସୋ ଫାର୍ଷ୍ଟ କ୍ୱେଶ୍ଚନ୍ ଆମେ ଦେଖିବା, ହ୍ୱାଟ୍ ଇଜ୍ କ୍ଲାସରୁମ୍ ମ୍ୟାନେଜମେଣ୍ଟ? କ୍ଲାସରୁମ୍ ମ୍ୟାନେଜମେଣ୍ଟ କ'ଣ? କ୍ଲାସରୁମ୍ ମ୍ୟାନେଜମେଣ୍ଟ କ'ଣ? ଶ୍ରେଣୀଗୃହ ପରିଚାଳନା କ'ଣ? ସୋ classroom management is creative. It creates both the best situation in which the student can learn and teacher can teach. ଶ୍ରେଣୀଗୃହ ପରିଚାଳନା ହେଉଛି ଏହା ଏକ ସର୍ବୋତ୍ତମ ପରିସ୍ଥିତି ସୃଷ୍ଟି କରେ ଯେଉଁଥିରେ କି ଛାତ୍ରମାନେ ଶିଖିପାରିବେ ଏବଂ ଶିକ୍ଷକମାନେ ଶିକ୍ଷାଦାନ କରିପାରିବେ. Procedure and instructional technique that are used to establish the classroom environment so that the learning can occur. Management strategy are based on the understanding how the classroom environment. ଆମେ ବିଭିନ୍ନ ପ୍ରକାର ପ୍ରଣାଳୀ ଏବଂ ନିର୍ଦ୍ଦେଶାବଳୀ କୌଶଳ ଯାହାକି ଶ୍ରେଣୀଗୃହ ପରିବେଶ ପ୍ରତିଷ୍ଠା ପାଇଁ ବ୍ୟବହୃତ ହୋଇଥାଏ, ଯଦ୍ୱାରା ଶିକ୍ଷା ହୋଇପାରେ. ଶ୍ରେଣୀଗୃହ ପରିବେଶ କିପରି ହୋଇପାରିବ ତାକୁ ବୁଝିବା ଉପରେ ପରିଚାଳନାର ରଣନୀତି ଆଧାରିତ. ଶ୍ରେଣୀଗୃହ ପରିଚାଳନା କାହିଁକି ଆବଶ୍ୟକ? Primary purpose is to gain control of the classroom. Good classroom management results in high level of student engaged time. ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଶ୍ରେଣୀଗୃହ ନିୟନ୍ତ୍ରଣ ହାସଲ କରିବା. To provide a conducive learning environment to the learners. ଉତ୍ତମ ଶ୍ରେଣୀଗୃହ ପରିଚାଳନା ଫଳାଫଳ ଗୁଡ଼ିକ ଉଚ୍ଚ ସ୍ତରର ଛାତ୍ରମାନେ ନିୟୋଜିତ କରୁଥିବା ସମୟ ଉପରେ ହିଁ ଆଧାରିତ ହୋଇଥାଏ. ବେଷ୍ଟ ୟୁଟିଲାଇଜେସନ୍ ଅଫ୍ କ୍ଲାସରୁମ୍ ଟାଇମ୍. ଶ୍ରେଣୀଗୃହ ସମୟ ସର୍ବୋତ୍ତମ ଉପଯୋଗ. ସୋସିଆଲ ଡେଭଲପମେଣ୍ଟ ବାଇ ଇନକଲକୁଲେଟିଂ ସୋସିଆଲ ସ୍କିଲ୍ସ. ସାମାଜିକ ଦକ୍ଷତା ବୃଦ୍ଧି କରି ସାମାଜିକ ବିକାଶ ଆମେ କରିପାରିବା. ଏହାପରେ ଆମେ ଦେଖିବା ଷ୍ଟ୍ରାଟେଜି ଫର୍ କ୍ଲାସରୁମ୍ ମ୍ୟାନେଜମେଣ୍ଟ. କ୍ଲାସରୁମ୍ ମ୍ୟାନେଜମେଣ୍ଟ ପାଇଁ କ'ଣ କ'ଣ ସବୁ ଷ୍ଟ୍ରାଟେଜି ରହିଛି, ଶ୍ରେଣୀଗୃହ ପରିଚାଳନା ପାଇଁ କ'ଣ କ'ଣ ସବୁ ରଣନୀତି ରହିଛି? ମୁଖ୍ୟତଃ ଆମେ 5ଟି ବିଷୟ ଉପରେ ଗୁରୁତ୍ୱ ଦେବା. 1 ହେଉଛି ପ୍ଲାନିଂ, 2 ଅର୍ଗାନାଇଜେସନ୍, 3 କମ୍ୟୁନିକେସନ୍, 4 ମୋଟିଭେସନ୍ ଏବଂ 5 ମନିଟରିଂ. ଯାହାକୁ ଆମେ ଯଦି ଓଡ଼ିଆରେ କହିବା ତାହେଲେ ଯୋଜନା, ସଂଗଠନ, ଯୋଗାଯୋଗ, ପ୍ରେରଣା ଏବଂ ମନିଟରିଂ. ହାଉ ଟୁ achieve the desired goal? By the planning we can decide it. So ଇଚ୍ଛିତ ଲକ୍ଷ୍ୟ କିପରି କାର୍ଯ୍ୟ ହାସଲ କରିବୁ, ଯାହା ଆପଣଙ୍କ ଲକ୍ଷ୍ୟ ଥିବ, ଗୋଲ୍ ଥିବ, ସେଟାକୁ କେମିତି ଆମେ ପାଇପାରିବା. ଅର୍ଗାନାଇଜେସନ୍, ରୁଲ୍ସ ଆଣ୍ଡ ପ୍ରୋସିଜର୍ should be aligned with the technique, that is teaching technique or the strategy. ନିୟମ ଏବଂ ପଦ୍ଧତି ଶିକ୍ଷାଦାନ ରଣନୀତିର ସମାନ ହେବା ଉଚିତ. ଯୋଗାଯୋଗ ପ୍ରଭାବଶାଳୀ ହେବା ଉଚିତ. କମ୍ୟୁନିକେସନ୍ should be effective. ଏକ ଶିକ୍ଷଣ ପରିବେଶ ସୃଷ୍ଟି କରନ୍ତୁ ଯାହାକି ସାମାଜିକ କଥାବାର୍ତ୍ତାକୁ ଉତ୍ସାହିତ କରେ. କ୍ରିଏଟ୍ ଲର୍ଣ୍ଣିଂ ଏନଭାରନମେଣ୍ଟ ଦ୍ୟାଟ୍ ଏନକରେଜ୍ ଦି ସୋସିଆଲ ଇଣ୍ଟରାକ୍ସନ୍. ମନିଟରିଂ ତ ନିତାନ୍ତ ଆବଶ୍ୟକ. କାର୍ଯ୍ୟକଳାପ ଉପରେ ନଜର ରଖିବା ନିତାନ୍ତ ଆବଶ୍ୟକ. ଏହାପରେ ନେକ୍ସଟ ଆସିଲା, ହ୍ୱାଟ୍ ଇଜ୍ ମିନିଂ ଅଫ୍ କ୍ଲାସରୁମ୍ ଅର୍ଗାନାଇଜେସନ୍? ଶ୍ରେଣୀଗୃହ ସଂଗଠନର ଅର୍ଥ କ'ଣ? କ୍ଲାସରୁମ୍ ଅର୍ଗାନାଇଜେସନ୍ କ୍ୟାପଚର୍ ଦି ଷ୍ଟ୍ରକ୍ଚରାଲ ଆସ୍ପେକ୍ଟସ୍ of how a teacher,
structure his or her classroom and expectations for student behavior. Refer to the interpersonal and conduct norms that teachers establishes. ଶ୍ରେଣୀଗୃହ ସଂଗଠନ ଜଣେ ଶିକ୍ଷକ କିପରି ତାର ଶ୍ରେଣୀଗୃହକୁ ଗଠନ କରି ତାହାର ଗଠନମୂଳକ ଦିଗ ଗୁଡ଼ିକ କ୍ୟାପଚର କରିଥାଏ। ଛାତ୍ରଙ୍କ ଆଚରଣ ବା ଆଶା ପାରିପାର୍ଶ୍ୱିକ ତଥା ଆଚରଣ ନିୟମକୁ ଦର୍ଶାଏ ଯାହାକି ଜଣେ ଶିକ୍ଷକ ପ୍ରତିଷ୍ଠା କରିଥାଏ। Why classroom organization is ଶ୍ରେଣୀଗୃହ ସଂଗଠନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ସଂଗଠିତ ଶ୍ରେଣୀଗୃହ ଛାତ୍ରମାନଙ୍କୁ ଜଣାଇବାରେ ଏକ ସକାରାତ୍ମକ ଶିକ୍ଷା ପରିବେଶ ଗୁରୁତ୍ୱପୂର୍ଣ୍ଣ। ଏକ ବିଶୃଙ୍ଖଳିତ ଅସଂଗଠିତ ଶ୍ରେଣୀଗୃହ ମଧ୍ୟ ଅସ୍ଥିରତାର ଭାବନା ସୃଷ୍ଟି କରେ। କେବଳ ପରିଷ୍କାର ଶ୍ରେଣୀଗୃହ ରଖିବା ନୁହଁ, ସ୍ଥାନ ମଧ୍ୟ ଉପଯୁକ୍ତ ଭାବେ ବ୍ୟବହାର କରିବା ଜରୁରୀ ଅଟେ। Atmosphere of positive learning environment is crucial in letting the student know they are in an organized classroom setting. A messy, unorganized classroom also creates a sense of instability. It is important to not only keep a tidy classroom but to appropriate utilization of space. How does classroom organization affect learning? ଶ୍ରେଣୀଗୃହ ସଂଗଠନ ଶିକ୍ଷାକୁ କିପରି ପ୍ରଭାବ କରେ? ଶିକ୍ଷକ ଏବଂ ଛାତ୍ରମାନେ ଶିକ୍ଷା ପରିବେଶ ଗଠନ କରିଥାନ୍ତି। ବାସ୍ତବରେ ଅଧ୍ୟୟନ ଗୁଡ଼ିକ ଦର୍ଶାଏ ଯେ ଶ୍ରେଣୀଗୃହର ବ୍ୟବସ୍ଥା ଉଭୟ ଛାତ୍ର ଏବଂ ଶିକ୍ଷକଙ୍କ ଆଚରଣ ଉପରେ ପ୍ରଭାବ ପକାଇପାରେ। ଏକ ସୁସଜ୍ଜିତ ଶ୍ରେଣୀଗୃହ ପରିଚାଳନା ଯୋଜନା ଶିକ୍ଷା ଏବଂ ଆଚରଣର ଉନ୍ନତି ଆଣିବାରେ କ୍ଷମତା ଦର୍ଶାଇଥାଏ। Structure of learning environment is essential for teacher and student. In fact, the study shows that the physical arrangement of the classroom can affect both the student and teacher's behavior, and that a well-structured classroom management plan of design has the ability to improve the behavior of both the teacher and the students. What are classroom strategy? ଶ୍ରେଣୀଗୃହ ରଣନୀତି କ'ଣ ସବୁ ରହିଛି? ଏକ ଶିକ୍ଷା କୌଶଳ ହେଉଛି ଆପଣଙ୍କର ଛାତ୍ରମାନଙ୍କୁ ସୂଚନା ପହଞ୍ଚାଇବା ପାଇଁ ବ୍ୟବହାର କରୁଥିବା ପଦ୍ଧତି। ଏକ ନିର୍ଦ୍ଦିଷ୍ଟ ରଣନୀତି ହୋଇପାରେ ଯାହାକି ଆପଣଙ୍କ ଛାତ୍ର ଗୋଷ୍ଠୀ ସହିତ ଏକ ବର୍ଷ ଭଲ କାମ କରେ, ଯାହା ପରବର୍ତ୍ତୀ ବର୍ଷ ଆପଣଙ୍କ ଛାତ୍ରମାନଙ୍କ ସହିତ ସେଇଭଳିଆ କାମ କରିପାରିବ ନାହିଁ। A teaching strategy is a method you use to convey the information to your students. There may be a particular strategy that are work well with your group of students one year that won't work with your students in the next year. It is not always, but what is an effective classroom? ଏକ ପ୍ରଭାବଶାଳୀ ଶ୍ରେଣୀଗୃହ କ'ଣ ହୋଇଥାଏ? An effective classroom is one that achieves its goal. Exactly. When school or classroom have different goal, comparison regarding which set of outcome is best become a philosophical discussion. ପ୍ରଭାବଶାଳୀ ଶ୍ରେଣୀଗୃହ ହେଉଛି ଯାହା ଏହାର ଲକ୍ଷ୍ୟ ହାସଲ କରେ। ଯେତେବେଳେ ବିଦ୍ୟାଳୟ କିମ୍ବା ଶ୍ରେଣୀଗୃହର ଭିନ୍ନ ଲକ୍ଷ୍ୟ ଥାଏ, କେଉଁ ଫଳାଫଳଟି ସର୍ବୋତ୍ତମ ବିଷୟରେ ତୁଳନା ଏକ ଦାର୍ଶନିକ ଆଲୋଚନାରେ ପରିଣତ ହୁଏ। What is classroom organization and management? ଶ୍ରେଣୀଗୃହ ସଂଗଠନ ଏବଂ ପରିଚାଳନା କ'ଣ? ଶ୍ରେଣୀଗୃହ ପରିଚାଳନା ବିଭିନ୍ନ ପ୍ରକାର କୌଶଳକୁ ବୁଝାଏ, ଯାହାକି ଶିକ୍ଷକମାନେ ଏକ ଶ୍ରେଣୀ ସମୟରେ ଛାତ୍ରମାନଙ୍କୁ ସଂଗଠିତ ଶୃଙ୍ଖଳିତ ଧ୍ୟାନ କାର୍ଯ୍ୟ ଉପରେ ଧ୍ୟାନ ରଖିବେ କେମିତି ଏବଂ ଏକାଡେମୀ ଫଳପ୍ରଦ ରଖିବା ପାଇଁ ବ୍ୟବହାର କରନ୍ତି। Classroom management, there are 4 pillars of classroom management: managing the environment, managing the student behavior, managing the learning, managing the communication. All these things we need to concern about it. The foundation, there must be planning, personality, communication, consistency. All these things we will take care about it. Classroom management refer to the wide variety of skill and technique that teacher use to keep the students organized, orderly, focused, attentive on task, and academically productive during the class. So lastly, we will discuss about the 3 characteristics of effective teaching. In effective teaching, we will discuss the 3 characteristics. ପ୍ରଭାବଶାଳୀ ଶିକ୍ଷାଦାନର 3ଟି ଗୁଣ। So ପ୍ରଭାବଶାଳୀ ଶିକ୍ଷାଦାନର 3ଟି ଗୁଣ ହେଉଛି ଶ୍ରେଣୀଗୃହ ପରିଚାଳନା, ଶିକ୍ଷା ଦକ୍ଷତା, ସକାରାତ୍ମକ ଆଶା। ଶ୍ରେଣୀଗୃହ ପରିଚାଳନା ଅଭ୍ୟାସ ଏବଂ ପ୍ରଣାଳୀକୁ ନେଇ ଗଠିତ, ଯାହାକି ଜଣେ ଶିକ୍ଷକ ଏକ ପରିବେଶ ବଜାୟ ରଖିବା ପାଇଁ ବ୍ୟବହାର କରନ୍ତି ଯେଉଁଥିରେ ନିର୍ଦ୍ଦେଶ ଏବଂ ଶିକ୍ଷା ହୋଇପାରେ। Classroom management consists of practice and produce that teacher use to maintain the environment with instruction and learning can occur. Lesson mastery, that is ଶିକ୍ଷା ଦକ୍ଷତା ଓଡ଼ିଆରେ ଆମେ କହିପାରିବା। ପାଠ୍ୟ ଦକ୍ଷତା ସୂଚାଇଥାଏ ଯେ ଜଣେ ଶିକ୍ଷକ କେତେ ଭଲ ଭାବରେ ନିର୍ଦ୍ଦେଶ ପ୍ରଦାନ କରିଥାନ୍ତି, ଯଦ୍ୱାରା ଛାତ୍ରମାନେ ଏକ ଧାରଣା କିମ୍ବା ଦକ୍ଷତାକୁ ଦକ୍ଷତା ସ୍ତରରେ ବୁଝିପାରିବେ ଏବଂ ପାଠ୍ୟର ଉଦ୍ଦେଶ୍ୟ ଏବଂ ମୂଲ୍ୟାୟନ ଦ୍ୱାରା ନିର୍ଣ୍ଣୟ କରିପାରିବେ। Lesson mastery refers how well a teacher provides instruction so the student will comprehend and master a concept of skill
So that level of proficiency and determined by the lesson object and assessment. Positive expectation सकारात्मक आशा सबुठाରୁ ନିହାତି ଜରୁରୀ। ଛାତ୍ରମାନଙ୍କ ଆଶା ସକାରାତ୍ମକ କିମ୍ବା ନକାରାତ୍ମକ ହୋଇଥାଏ। ଶିକ୍ଷକ ବିଶ୍ୱାସ କରନ୍ତି ଯାହା ଘଟିବ କିମ୍ବା ହେବ ନାହିଁ ଏବଂ ଛାତ୍ରମାନଙ୍କ ସଫଳତା ଉପରେ ବହୁତ ପ୍ରଭାବ ପକାଇଥାଏ। Positive expectation should be there in every teacher so that the student can achieve their goal. Negative thought, negative expectations should not be there within the teacher. So these are the effective characteristics of a teaching. This is all about some important questions. Thanks for watching. Keep on subscribing our channel.